हेलो पिलाମାନେ ସମସ୍ତଙ୍କୁ ପୁଣି ଆଉ ଗୋଟେ ନୂଆ ଭିଡିଓକୁ ସ୍ୱାଗତ। ଆଜି ଆମେ ପଢିବା ଧ୍ୱନି, ବର୍ଣ୍ଣ, ବର୍ଣ୍ଣମାଳା। ଚେଷ୍ଟା କରିବା ତାକୁ ସହଜରେ ବୁଝିବା ପାଇଁ। ଏଥିରୁ ପ୍ରାୟ କ୍ୱେଶ୍ଚିନ୍ ଆସୁଛି ପିଲାମାନେ। ଧ୍ୱନି କାହାକୁ କୁହାଯାଏ ଜାଣିଛ? ସତଟମ୍ ଦେଖ, ଧ୍ୱନି ହେଉଛି ଏକ ପ୍ରକାର ନାଦ ବା ଶବ୍ଦ। ଧ୍ୱନି ହେଉଛି ଏକ ପ୍ରକାର ନାଦ ବା ଶବ୍ଦ। ମନୁଷ୍ୟ ମୁଖ ନିଃସୃତ ଭାବ ପ୍ରକାଶକ ଧ୍ୱନି ସମୂହ ହେଉଛି ଭାଷା। ଧ୍ୱନି ହେଉଛି ଏକ ପ୍ରକାର ନାଦ ବା ଶବ୍ଦ। ମନୁଷ୍ୟର ମୁଖ ନିଃସୃତ ଭାବ ପ୍ରକାଶକ ଧ୍ୱନି ସମୂହ ହେଉଛି ଭାଷା। ବର୍ଣ୍ଣ, ଧ୍ୱନିମାନଙ୍କର ଲିଖିତ ରୂପ ହେଉଛି ବର୍ଣ୍ଣ। ଧ୍ୱନିମାନଙ୍କର ଲିଖିତ ରୂପ ହେଉଛି ବର୍ଣ୍ଣ। ଅର୍ଥାତ୍ ଧ୍ୱନି ବର୍ଣ୍ଣମାନଙ୍କରେ ବର୍ଣ୍ଣିତ ବା ରୂପାୟିତ। ବର୍ଣ୍ଣମାଳା ଓଡ଼ିଆ ଭାଷାରେ ଲେଖାପଢ଼ା ପାଇଁ କେତେଟା 49ଟା ବର୍ଣ୍ଣ ଅଛି। ବର୍ଣ୍ଣମାନଙ୍କର ବିବାହୀ ଗଣ। ସ୍ୱରବର୍ଣ୍ଣ, ସ୍ୱରବର୍ଣ୍ଣ କେତେଟା ଅଛି? ଆମର 11ଟା ସ୍ୱରବର୍ଣ୍ଣ ଅଛି। 11ଟା ସ୍ୱରବର୍ଣ୍ଣ ଅଛି ଅ, ଆ, ହର୍ଷେଇ, ଦୀର୍ଘଇ, ହର୍ଷଉ, ଦୀର୍ଘଉ, ରୁ, ଏ, ଐ, ଓ, ଔ। ଏଇ ସ୍ୱରବର୍ଣ୍ଣ ମାନଙ୍କର ବିବାହୀ ଗଣ କଣ? ତାକୁ ଦୁଇ ଭାଗରେ ବିଭକ୍ତ ଅଛି, ହର୍ଷ ସ୍ୱର, ଦୀର୍ଘ ସ୍ୱର। ହର୍ଷ ସ୍ୱର ହଉଛି ଅ, ହର୍ଷେଇ, ହର୍ଷଉ, ରୁ। ହର୍ଷ ସ୍ୱର ଏଇଟା, ହର୍ଷ ସ୍ୱର ହଉଛି ଅ, ହର୍ଷେଇ, ହର୍ଷଉ, ରୁ। ଦୀର୍ଘ ସ୍ୱର ଆ, ଦୀର୍ଘଇ, ଦୀର୍ଘଉ। ହର୍ଷ ସ୍ୱର ଅ, ହର୍ଷେଇ, ହର୍ଷଉ, ରୁ। ଦୀର୍ଘ ସ୍ୱର ଆ, ଦୀର୍ଘଇ, ଦୀର୍ଘଉ, ଏ, ଐ, ଓ, ଔ। 11ଟା ସ୍ୱରବର୍ଣ୍ଣର 8ଟା ଧ୍ୱନି ଅଛି। ବୁଝିପାରିଲ? 11ଟା ସ୍ୱରବର୍ଣ୍ଣର 8ଟା ଧ୍ୱନି ଅଛି। 11ଟା ସ୍ୱରବର୍ଣ୍ଣ ଯୋଉ ଆମର ଅଛି ଅ, ହର୍ଷେଇ, ହର୍ଷଉ ହେଲା। ହର୍ଷ ସ୍ୱର କଣ ବୁଝିପାରିଲ ତ? ହର୍ଷ ସ୍ୱର, ହର୍ଷ ସ୍ୱର ଅ, ହର୍ଷେଇ, ହର୍ଷଉ, ରୁ। ଦୀର୍ଘ ସ୍ୱର ଆ, ଦୀର୍ଘଇ, ଯୋଉଟା ଉଚ୍ଚାରଣରେ ଅଧିକ ସମୟ ଲାଗୁଛି ହେଲା। ଆ, ହର୍ଷେଇ, ହର୍ଷଉ, ଏ, ଐ, ଓ, ଔ। ଏହାର 8ଟା ଧ୍ୱନି ଅଛି। ଅ, ଆ, ହର୍ଷେଇ, ହର୍ଷଉ, ଏ, ଐ, ଓ, ଔ। ହର୍ଷ ସ୍ୱର ଧ୍ୱନି ଦେଖ ଗୋଟା। ହର୍ଷ ସ୍ୱର ହଉଛି ଅ, ହର୍ଷେଇ, ହର୍ଷଉ, ରୁ। ହର୍ଷ ସ୍ୱର ଧ୍ୱନି ହଉଛି ଅ, ହର୍ଷେଇ, ହର୍ଷଉ। ହର୍ଷ ସ୍ୱର ଧ୍ୱନି ହଉଛି 3ଟା। ଅ, ହର୍ଷେଇ, ହର୍ଷଉ। ଏଇଠି କନଫ୍ୟୁଜନ ପଡିବ ହର୍ଷ ସ୍ୱର ଆଉ ହର୍ଷ ସ୍ୱର ଧ୍ୱନି। 11ଟା ସ୍ୱରବର୍ଣ୍ଣର 8ଟା ଧ୍ୱନି ଅଛି। এই 8ଟା ଧ୍ୱନି ମଧ୍ୟରୁ ହର୍ଷ ସ୍ୱର ଧ୍ୱନି ହଉଛି ଅ, ହର୍ଷେଇ, ହର୍ଷଉ। ଦୀର୍ଘ ସ୍ୱର ଧ୍ୱନି ହଉଛି ଆ, ଏ, ଐ, ଓ, ଔ। ଦୀର୍ଘ ସ୍ୱର ଧ୍ୱନି ହେଲା କଣ? ଆ, ଏ, ଐ, ଓ, ଔ। ସଂଯୁକ୍ତ ସ୍ୱର କୋଉଟା? ଐ ଆଉ ଔ। ସଂଯୁକ୍ତ ସ୍ୱର ଐ, ଅ ପ୍ଲସ୍ ଇ, ଐ, ଅ ପ୍ଲସ୍ ଉ, ଔ। ଅ, ଇ, ଐ, ଅ, ଉ, ଔ। ବ୍ୟଞ୍ଜନ ବର୍ଣ୍ଣ, ବ୍ୟଞ୍ଜନ ବର୍ଣ୍ଣମାନଙ୍କ ସଂଖ୍ୟା କେତେ? 38। 38ଟା ବ୍ୟଞ୍ଜନ ବର୍ଣ୍ଣ ଅଛି। ବ୍ୟଞ୍ଜନ ବର୍ଣ୍ଣ ମାନଙ୍କୁ ମଧ୍ୟ ବିଭିନ୍ନ ଭାଗରେ ବିଭକ୍ତ କରାଯାଇଛି ଯେ ଏଗୁଡିକ ଉଚ୍ଚାରଣ ସମୟରେ ଜିହ୍ବାର ଅଗ୍ର, ମଧ୍ୟ ବା ମୂଳ ସାହାଯ୍ୟ ନେଇ କଣ୍ଠ, ତାଳୁ, ମୃଦା, ଦନ୍ତ, ଓଷ୍ଠାଦିକୁ ସ୍ପର୍ଶ କରିବାକୁ ପଡିଥାଏ। ସେଇ ଅନୁସାରେ ତାକୁ ଭାଗ କରାହେଇଛି। ଦେଖ ଆମର ବର୍ଗୀୟ ବ୍ୟଞ୍ଜନ ସେଇ ଅନୁସାରେ 5 ଭାଗରେ ବିଭକ୍ତ କରାଯାଇଛି। ଆମର କ ବର୍ଗ, ଛ ବର୍ଗ, ଟ ବର୍ଗ, ତ ବର୍ଗ, ପ ବର୍ଗ। 5ଟାରେ କେତେଟା? 25ଟା। 25ଟା ହଉଛି ବର୍ଗୀୟ ବ୍ୟଞ୍ଜନ, 13ଟା ହଉଛି ଅବର୍ଗୀୟ ବ୍ୟଞ୍ଜନ। ବର୍ଗୀୟ ବ୍ୟଞ୍ଜନ ଦେଖ, କଣ୍ଠୀୟ ବର୍ଣ୍ଣ ଯୋଉଟା କଣ୍ଠ ଉଚ୍ଚାରଣ ବେଳେ କଣ୍ଠ ସ୍ପର୍ଶ କରିବାକୁ ପଡେ ସେଟା ହଉଛି କଣ୍ଠୀୟ ବ୍ୟଞ୍ଜନ। କଣ୍ଠୀୟ ବ୍ୟଞ୍ଜନ କଣ? କ, ଖ, ଗ, ଘ, ଙ। ଚ ବର୍ଗ କଣ? ତାଲବ୍ୟ ବର୍ଣ୍ଣ ଚ, ଛ, ଜ, ଝ, ଞ। ଟ ବର୍ଗ କଣ? ମୂର୍ଧନ୍ୟ ଟ, ଠ, ଡ, ଢ, ଣ। ତ ବର୍ଗ ତ, ଥ, ଦ, ଧ, ନ ଦନ୍ତ୍ୟ। ପ ବର୍ଗ ପ, ଫ, ବ, ଭ, ମ ଓଷ୍ଠ୍ୟ। ବୁଝିଗଲା? ଏଇଟା ହଉଛି କଚଡ ତପ, କଣ୍ଠ, ତାଲବ୍ୟ, ମୂର୍ଧନ୍ୟ, ଦନ୍ତ୍ୟ, ଓଷ୍ଠ୍ୟ। ଅବର୍ଗୀୟ ବ୍ୟଞ୍ଜନ ଅନ୍ତସ୍ଥ ବର୍ଣ୍ଣ ଦେଖ କଣ କଣ? ଜ, ୟ, ର, ଳ, ଅ। ଏଇ ବର୍ଗୀୟ ବ୍ୟଞ୍ଜନଟା ପ୍ରାୟ କୋଶ୍ଚିନ୍ ଆସେ। କ ବର୍ଗ କେଉଁ ମାନେ କଣ୍ଠୀୟ ବର୍ଣ୍ଣ ନା ତାଲବ୍ୟ ବର୍ଣ୍ଣ ନା ମୂର୍ଧନ୍ୟ ବର୍ଣ୍ଣ, ଏଠି ସବୁ ଅପସନରେ ଥାଏ। ତ ଏଇଟା ଟିକେ ନାକୁ ଦେଖିବ, ବର୍ଗୀୟ ବ୍ୟଞ୍ଜନ ବହୁତ ଇମ୍ପୋର୍ଟାଣ୍ଟ। ଅନ୍ତସ୍ଥ ବର୍ଣ୍ଣ କଣ? ଜ, ୟ, ର, ଳ, ଅ। ଉଷ୍ମ ତାଳବେଶ, ମୂର୍ଧନ୍ୟାସ, ଦନ୍ତସ, ହ। ଅଯୋଗ ଅନୁସାର ବିସର୍ଗ ଚନ୍ଦ୍ରବିନ୍ଦୁ। ଅନୁନାସିକ କଣ? ଅ, ନ୍ୟ, ଣ, ନ, ମ ଅନୁସାର ଚନ୍ଦ୍ରବିନ୍ଦୁ। ଅଳ୍ପ ପ୍ରାଣ କଣ? ଯୋଉଟା ଅଳ୍ପ ପ୍ରାଣ ଆମେ ଯେତେବେଳେ କହିଲା ବେଳେ ଯୋଉଟା
କମ ଏନର୍ଜି ଖର୍ଚ୍ଚ ହୁଏ ସେଗୁଡାକ ଅଳ୍ପ ପ୍ରାଣ ବ୍ୟଞ୍ଜନ। ଦେଖ ପ୍ରଥମ ତୃତୀୟ ପଞ୍ଚମ କ ଗ ଅ, ଯେତେବେଳେ ଆମେ ଯାଉଛେ ଖ ଘ, ତାହେଲେ ଅଧିକ ବାୟୁ ନିର୍ଗତ ହଉଛି, ତ ସେଇଥିପାଇଁ ସେଗୁଡିକ ମହାପ୍ରାଣ ବ୍ୟଞ୍ଜନ। ପ୍ରତ୍ୟେକ ବର୍ଗର ପ୍ରଥମ ତୃତୀୟ ପଞ୍ଚମ ହଉଛି ଅଳ୍ପ ପ୍ରାଣ ବ୍ୟଞ୍ଜନ। ପ୍ରତ୍ୟେକ ବର୍ଗର ପ୍ରଥମ ତୃତୀୟ ଆଉ ପଞ୍ଚମ, ଏଠି ପଞ୍ଚମ ହଉଛି ଅଳ୍ପ ପ୍ରାଣ ବ୍ୟଞ୍ଜନ କ ଗ ଅ। ଦେଖ ମହାପ୍ରାଣ କଣ? ଖ ଘ, ଯୋଉଟା ଅଳ୍ପ ଅଳ୍ପ ବାୟୁ ବ୍ୟବହାର ହୁଏ ସେଇଟା ହଉଛି ମହାପ୍ରାଣ ବ୍ୟଞ୍ଜନ। ଅଳ୍ପ ପ୍ରାଣ ବ୍ୟଞ୍ଜନ କଣ କଣ? ପ୍ରତ୍ୟେକ ବର୍ଗର ପ୍ରଥମ ତୃତୀୟ ପଞ୍ଚମ, ମହାପ୍ରାଣ ହଉଛି ଦ୍ୱିତୀୟ ଚତୁର୍ଥ। ଅଘୋଷ କଣ? ଯେଉଁ ବର୍ଣ୍ଣଗୁଡିକ ଉଚ୍ଚାରଣରେ ସ୍ୱରତନ୍ତ୍ରୀ କମ୍ପିତ ହୋଇନଥାଏ ସେଗୁଡିକ ହଉଛି ଅଘୋଷ ବ୍ୟଞ୍ଜନ। ପ୍ରତ୍ୟେକ ବର୍ଗର ପ୍ରଥମ ଦ୍ୱିତୀୟ ହଉଛି ଅଘୋଷ। ସଘୋଷ କଣ? ଯେଉଁ ବର୍ଣ୍ଣଗୁଡିକ ଉଚ୍ଚାରଣରେ ସ୍ୱରତନ୍ତ୍ରୀ କମ୍ପିତ ହୋଇଥାଏ ସେଗୁଡିକୁ ସଘୋଷ ବ୍ୟଞ୍ଜନ କୁହାଯାଏ। ପ୍ରଥମ ଦ୍ୱିତୀୟ ଲାଇକ ମାନେ ଅଘୋଷ ବ୍ୟଞ୍ଜନ କହିଲେ କ ଖ, ବୁଝିପାରିଲ? ସଘୋଷ କଣ? ଗ ଘ ଙ। ଆଉ ଗୋଟେ ଜିନିଷ ଦେଖ, ନ ଆଉ ମ, ଏହି ବର୍ଣ୍ଣ ଗୁଡିକ ଯଦି କୌଣସି ଶବ୍ଦ ଉଚ୍ଚାରଣରେ ଯଦି ଆଗରେ ରୁହେ ତାହେଲେ ତାକୁ ଅନୁନାସିକ କୁହାଯାଏ। ଯଦି ଆଗରେ ରୁହେନି ତାହେଲେ ତାକୁ ଅନୁନାସିକ କୁହାଯିବ ନାହିଁ। ଦେଖ ଜ ନ ବ ନ, ଏଠି ନ ଟା ଅନୁନାସିକ ନୁହେଁ, କିନ୍ତୁ ନ ଜ ର ନ ବ ଇତ୍ୟାଦି ରହିଲେ ଅନୁନାସିକ। ଆଉ ଗୋଟେ ଜିନିଷ ସବୁବେଳେ ଏକ୍ସାମ ରେ ଆସେ ଯେ ବ୍ୟଞ୍ଜନ ବର୍ଣ୍ଣରୁ କୋଉ କୋଉଟା ଆସେ ଇମ୍ପୋର୍ଟାଣ୍ଟ, ମୁଁ କହିଦଉଛି ତମକୁ। ଯେ ଅ ଠାରୁ ଔ ପର୍ଯ୍ୟନ୍ତ ସ୍ୱରବର୍ଣ୍ଣ ଗୁଡିକ ବ୍ୟଞ୍ଜନ ବର୍ଣ୍ଣ ସହିତ ମିଳିତ ହେଲେ ସ୍ୱରବର୍ଣ୍ଣ ଗୁଡିକ ଗୋଟେ ଗୋଟେ ସଂକେତ ବା ଚିହ୍ନ ରହେ। ଉକ୍ତ ସଂକେତକୁ ମାତ୍ରା ବା କାର କୁହାଯାଏ। ଏହା ଡେଫିନେସନ ପଚାରିଦବ ୟାକୁ କଣ କୁହାଯାଏ, ସେଠି ତମେ ଲେଖିବ ଯେ ମାତ୍ରା ବା କାର ବୋଲି କୁହାଯାଏ। ଯେମିତି ଆମର ଆକାର, ହର୍ଷେଇକାର, ଦୀର୍ଘଇକାର, ହର୍ଷ ଉକାର, ଋକାର, ଏଇକାର, ଐକାର, ଏଇଭଳିଆ। ୟାପରେ ଆସେ ଯେତେବେଳେ ଆମର ଯୁକ୍ତାକ୍ଷର ବି ପ୍ରାୟ କ୍ୱେଶ୍ଚିନ୍ ଆସେ ଯେ ଯୁକ୍ତାକ୍ଷର କାହାକୁ କୁହାଯାଏ, ଗୋଟେ ଗୋଟେ ଡେଫିନେସନ ତମକୁ ପଚାରିବ ହେଲା। ବ୍ୟଞ୍ଜନ ବର୍ଣ୍ଣ ସହିତ ବ୍ୟଞ୍ଜନ ବର୍ଣ୍ଣ ମିଶିଲେ ତାକୁ ଯୁକ୍ତାକ୍ଷର କୁହାଯାଏ। ଯୁକ୍ତାକ୍ଷର କାହାକୁ କୁହାଯାଏ, ପଳେଇ ଆସିବ ବ୍ୟଞ୍ଜନ ବର୍ଣ୍ଣ ସହିତ ବ୍ୟଞ୍ଜନ ବର୍ଣ୍ଣ, ସ୍ୱର ବର୍ଣ୍ଣ ସହିତ ସ୍ୱର ବର୍ଣ୍ଣ, ଏମିତି ଏମିତି ସବୁ ଆସିଥିବ ଅପସନରେ। ତ ଏହାର ଠିକ ଆନ୍ସର କଣ? ବ୍ୟଞ୍ଜନ ବର୍ଣ୍ଣ ସହିତ ବ୍ୟଞ୍ଜନ ବର୍ଣ୍ଣ ମିଶିଲେ ଯୁକ୍ତାକ୍ଷର କହନ୍ତି। ଏହାର ମଧ୍ୟ ଅଛି ଅନୁନାସିକ ଯୁକ୍ତାକ୍ଷର। ପ୍ରତ୍ୟେକ ବର୍ଗର ପଞ୍ଚମ ବର୍ଣ୍ଣ ସହିତ ସେହି ବର୍ଗର ଅନ୍ୟ ବର୍ଣ୍ଣମାନଙ୍କ ସଂଯୋଗ ହେଲେ ତାକୁ ଅନୁନାସିକ ବା ଯୁକ୍ତାକ୍ଷର ବୋଲି କୁହାଯାଏ। ଯେ ଅନୁନାସିକ ବର୍ଣ୍ଣ ଆମର କୋଉଟା କୋଉଟା? ଅ, ନ୍ୟ, ନ, ନ, ମ, ବୁଝିପାରିଲ? ପ୍ରତ୍ୟେକ ବର୍ଗର ପଞ୍ଚମ ବର୍ଣ୍ଣ। ଧନ୍ୟବାଦ।